ସାରି ଚାଲୁନୁ ଯିବା। ତତେ କଣ କିଛି ଶୁଭୁନି? ତୁ କଣ କିଛି ଜାଣିପାରୁନୁ? ଆମ ବାପ ଅଜା 14 ପୁରୁଷର ଭିଟା ମାଟିଟା 8 ଲକ୍ଷ ଟଙ୍କାର ନିଲାମ ହେଇଗଲା। पुलिस मारे तोटिया जाए घर बाहर करदे छाती भीतर कोटा सीना संभाली जाऊे पिठी में कोड़ा बाजिले मुझे संभाली पारि चल चौधरी घर को बोही आसी भाभी घर हूँ मो स्त्री बंदी चका राति चौ बाहरी 1999 मसीह ए गाँव सब घर भांगी चुड़ी गला घर चालटा आम मुंड छटा टे मुंड केमी घर छड़ी जाने जी मुझे घर छड़ी जापारि पुलिस डाकिबे। अरे पुलिस डाकिबे कौन? पुलिस वाला तो निजे घर किणी शीघ्र शीघ्र पड़ा नचे चुलबुल कुरकुरे तमा भल लोक नुह जमा छाड़बनी। चलो भाउज आम घर छाड़ी चली जा भल लोक नुह भाउज आम घर छाड़ी चली जा दया रात कुआरे जीवु कौटी आम रही अरे तू चाहिए आम घर किसी दिन रही देह भीषण खराब अवस्था कड़े मुझे ठीक अच्छे मुझे पुलिस डाकी दूसरी तुम्हें ता सागर कथा चल चल एथर जीवा आश्रय नहीं बचा भाग्य जहाँ दियो ताकू बाकी अन्यथा कर खाली हाथ लगटा चित्कार करी कहब आउ केते दुख दबु कह दईब
ସତ୍ୟ ଧର୍ମ ଅହିଂସାକୁ ପାଦେୟ କରି ବାଟ ଚାଲିବାଟା ଆଜି କଲେ ଅହିଂସା ମାର୍ଗରେ ବାଟ ଚାଲିବାଟା ହବରା ସାରା ଜୀବନ ତମରି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ପାଇଲି আরে পাইলু পাইব ତମେ ମାନେ राहु हमें जो हाथी पर थोड़े देखा दो तार बेड़ा खराब पड़ला बोली जा ହେଲେ ତମେ ମାନେ ମତେ ମାରିବ ନାହିଁ কাহিଁକି ନା तू औसी मागोणी मर्दर आदर रास्तार पता तू सोटी बंची रहिले ओरिया करिबू ओरिया समय पूर्वरु तेले रास्तारु सफा करी देले तू आउ ओरिया करिबू नाही ସେଥିପାଇଁ ଆମେ ତତେ ଅନେଇଛୁ କଣ ମାସ ନାରୀ ସେମାନେ କିଏ ସେମାନେ କାହିଁକି ଆପଣ ମାରୁଥିଲେ ସେମାନେ ସେଇ ମାଗୁଡ଼ି ମର୍ଦ୍ଦନର ଲୋକ ମତେ ଜୀବନରୁ ମାରିଦେବା ପାଇଁ ପହଞ୍ଚିଥିଲେ ଠିକ ସମୟରେ ତୁ ପହଞ୍ଚି ନଥିଲେ କଣ ଯେ ହେଇଥାନ୍ତା ନାଇଁ ନାଇଁ ମୁଁ ଥାଉ ତ ତମର କିଛି ବି ହବାକୁ ଦେବିନି ନାଡି ଏବେ ଠିକ ଅଛି ତ হ্যালো 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 কেমিতি অছ সুরেশ কেমিতি অছ তুমি ହଁ ତମ ଦୟାର ନିଶ୍ଚୟ ଭଲରେ ଅଛି କଣ ଆସିଛୁ କଣ ତୋର ଉଦ୍ଦେଶ୍ୟ ସେତିକି ତୋର ମନ ଶାନ୍ତ ହେଲାନି ଯେ ନିଆଁରେ ଘିଅ ଦେବା ପାଇଁ ଚାଲି ଆସିଲୁ କାହିଁକି କି ଅପରାଧ ଆମେ ବାପ ମୋ ଦିଟା ତୋର କରିଛୁ ଆମକୁ ଜୀବନଟା ଧପଟ କରି ମାରିଛୁ চুপ করো ନାଡି ଆରେ କାହାକୁ କଣ କହୁଛ ମଣିଷ ସିନା କହିଲେ ମଣିଷ ବୁଝିବ ମଣିଷ ମନର ଯନ୍ତ୍ରଣା ଆଉ ପଥରକୁ କହିଲେ ସିଏ କୋଉଠି ବୁଝିବ ମନର ଯନ୍ତ୍ରଣା ପଥରର କଣ ଗୋଟେ ହୃଦୟ ବୋଲି କିଛି ଥାଏ চুপ করো কହୁছি এতে সব ঘটিলা পরে তম বাপ বাপ অহংকার হলেনি মনକୁ ଯାହା ଅଛି ତାହା କହି ଯାଉଛ ମାରେ ତୁ କୋଉଠି ବୁଝିବୁ ତୋର ଟିକେ ବାଚାଳିନ ପାଇଁ ଦିଟା ଜୀବନ କେମିତି ଯନ୍ତ୍ରଣା ଭୋଗ କରୁ ମଣିଷ ଜୀବନ ପାଇଛୁ ସତ ହେଲେ ସମ୍ପର୍କର ଅର୍ଥ କଣ ତୁ ବୁଝିଲୁ মানে এই দেখ ମୋ ସ୍ୱରା ଦେଖୁ ତୋର ଟିକେ ଗର୍ବ ପାଇଁ କୋଟି ବଦଳୁ କେମିତି ଦାଣ୍ଡର ଭିକାରୀ କରିଦେଲୁ এই দেখ ତୁ ଖାଲି ଖେଳ ଜାଣିଛୁ ସେ କଣ ଜାଣିନି ସେ କଣ ଜାଣିନି ତୁ ରୂପା ପାଦିଆ ଧରି ଜନ୍ମ ହେଇଛୁ ସୁନା ଥାଳିରେ ଭାତ ଖାଉଛୁ ତାକୁ ମୁଁ ସେତିକି ଶିକ୍ଷା ଦେଇଛି ଯୋଉଥିପାଇଁ ତୁ ଏଠି ସମ୍ମାନର ସହିତ ଛିଡ଼ା ହେଇଛୁ ନଚେତ୍ ତତେ ଏମିତି ବଦନାମ କରିଥାନ୍ତା ଲଜ୍ଜାରେ ତୋ ପରିବାର ଲୋକ ଘରୁ ବାହାରି ନଥାନ୍ତି ତୁ ପ୍ରେମିକା ସତ ହେଲେ ପ୍ରେମର ଅର୍ଥ କଣ ବୁଝିଲୁ ବସନ୍ତ କରି ପ୍ରେମର ନାଟକକୁ ରଙ୍ଗ ବଦଳେଇ ଜାଣିଛୁ ହେଲେ ମୋ ସ୍ୱରାଜ କାଲି ତତେ ଭଲ ପାଉଥିଲା ଆଜି ବି ତୋର ସ୍ମୃତିକୁ ଧରି ବଞ୍ଚିଛି ତମର ସ୍ୱରାଜ
ହଁ ମୋ ସୋରା ତତେ ଭଲ ପାଉଥିଲା ଆଜି ମଧ୍ୟ ଭଲ ପାଉଛି। ତୁ ପାଗଳ ହେଇଯିବା ଦରକାର ତୋ ପରି ଝିଅ ପାଗଳ ହେଇଯିବା ଦରକାର। ତୁ ନାରୀ ସମାଜ ପାଇଁ ଗୋଟେ କଳଙ୍କ ତେଣୁ ସମାଜ ପାଇଁ ଗୋଟେ ଅଭିଶାପ। ହଁ ତୁ ଗୋଟେ ଅଭିଶାପ। तो से भूल पाई अजय चाहते हैं कि ना शूट कर दे। हाँ वो तो मैं एक शूट कर दे। शूट कर दे तो कोई शूट कर दे मारने सकते हैं जो मारी नहीं मारी ना तो बेबी मना तो बात तो नहीं लिखी जा। চেষ্টা করেছি तो मना লিবেই পারুনি। Isso é. Puta merda, que coisa é isso? Se não é da mata, me vem dar uma caída. আরে হাতরে নয় সরি Este sapore me, वो नाक को तो मैं हाथों में रख खींचा, लिपे दोनों का एक ही, আরে এ নাটা ছাড়ি নলি দিব যৌদিন এই নিশ্বাস বন্ধ হইব এ হৃদয়ের স্পন্দনটা বন্ধ হইব নাটা আপনি আপনি নিবি। eso es. तुम्हें क्यों भाभी चो? प्रेमा इतिहास पुस्तक में तुम्हें आगुन आदर्श बोलो किसी को? eso es. प्रेमा ने हारी वक्त तुमको करो बोलना लागू जी. প্রেমিক পতঙ্গমু ভাল পায়ে জ্বলিবাকু কিয়ে কহিবু পাগল কিয়ে কহিবু চাঁদাবর। আরে প্রেমিকা তো খেলে নাহি বাজি জিতিবাকু। eso es. ସେତେବେଳେ ଆଇଲା ବେଳକୁ ଆମକୁ ଯେମିତି ପାଗଳ ହେଇଯାଉଥିଲ ମତେ ତ ସେମିତି ବୁଝେଇ ପାରିଥାନ୍ତ ନା। এতে আই লাভ ইউ স্থির কিন্তু ইউটা সদাবলে বদলুছে। ସର ଏବେ ତ ମତେ ଭୁଲ ବୁଝୁଛ। ମୁଁ ବାହା ହେଇସାରିଲା ପରେ ବି ଏବେ ବି ମୁଁ ସାନକୁ ସ୍ୱାମୀ ଭାବରେ ଗ୍ରହଣ କରିପାରୁନି। আরে সুন্দরী মানଙ୍କର ଗୋଟିଏ ସ୍ୱାମୀ ନଥାଏ ସେମାନେ ଅନେକ ସ୍ୱାମୀରେ ସନ୍ତୁଷ୍ଟ ହୁଅନ୍ତି। ଆଜିକାଲିର ଝିଅମାନେ ବିବାହ ପୂର୍ବରୁ ସିନ୍ଦୁର ପିନ୍ଧିବା ପାଇଁ ଯେତିକି ବ୍ୟସ୍ତ ଆଉ ବିବାହ ପରେ ସିନ୍ଦୁରକୁ ଲୁଚେଇବା ପାଇଁ ତାଠୁ ଅଧିକ ବ୍ୟସ୍ତ। ସିନ୍ଦୁର ପ୍ରେମର ମୂଲ୍ୟ ବୁଝି ନଥିବା ଝିଅ ହଉଛ ତମେ। मते क्षमा कर दो सर। मोरी पाई से तो तुम घर नीला में। ए नीला तुम घर सब कागज पत्र ले आसे। नीला सरस। अरे नीला तुम तो विचार कर लिया सरस। तुम्हें क्यों मत विचार कर लिया? अरे
সম্ভব ଆଉ କାହାର ଶଙ୍ଖା ସିନ୍ଦୁର ପିନ୍ଧି ତମେ ବିବାହ କଲା ପରେ ଆଉ କାହା ସଂସାର ନିଆଲ ଦେଇ ମୁଁ ତମକୁ ମ୍ୟାରେଜ କରିବି କେମିତି এইটা ମୋ ଘରର ସଂସ୍କାର ନୁହେଁ এইটা ମୋ ବାପା ମୋତେ ଶିଖାଇ ନାହାନ୍ତି ଆସୁଛି बॉडी पूरा मोर गरम हो सारा अरे गरम करार व्यवस्था किसी कर जहाँ कंदुसा बाबा माल खंडे भगवान बोधे द्वितीय थर एभलिया माल देले ताकू मु कल थरे टेस्ट करी आउ डेरी कर कहीं जल्दी व्यवस्था कर अरे डाकुची होटेल को आसिकी खाଇବା ବିକଣାଲେ ହବ ଏ ଭୟ ଧରୁନା ହ୍ୟାଲୋ ଏ ନାନୀ अबे हरामजादी अबे कोड़ी मारुଛୁ रे ये बाबू एते दिन है बाहर सा माइक ना को डाकी जान ए देखो मु केमती डाकुस देखो रानी डार्लिंग ओ माय स्वीट अरे कोडी अचो टिके जल्दी आसो ए देखो केमती गोटे पदरे मारी आसी अरे जहाँ ले जाओ पुलिस वाला ना हेलो सारंकर दिलखुश टिके करदे माने को बुझी पड़ो एई प्यार और इसका टिके मोहब्बत आ कौन बोलते तो किसी के बुझी पारनी हां एटा सब पूरा घाटी गाउली जियोटा आको पूरा घाटी ओडिया रे बुझे दो ना ओडिया रे हां बुझो से आ हे मोर भूगोल रे भल होउथिला हे मोर साहित्य रे सहे रहुथिला हे मोर भूगोल रे भल होउथिला मोर साहित्य रे सहे रहुथिला मो जो
କ ଆରେ ଆଜି ରାତିଟା ପାଇଁ ତମ ସ୍ୱାମୀ ତମକୁ ମୋ ପାଖରେ ବନ୍ଧା ରଖିଛି ପୋଲିସ ବାବୁ ଭଦ୍ର କଥାବାର୍ତ୍ତା କରନ୍ତୁ ଆପଣ ମୋତେ ଭୁଲି ଯାଉଛନ୍ତି ଗୋଟେ ଭଦ୍ର ଲୋକ ଏଠି ଆଇ କଥାବାର୍ତ୍ତା କରୁଛନ୍ତି ତାହେଲେ ଯଦି କଥାବାର୍ତ୍ତା କରାଯାଏ ସେଇଟା ବେଶ ଭାବରେ ମୁଁ ତାକୁ ଶିଖାଇ ଦେବି ପୋଲିସ ବାଲାକୁ ପୁଣି କଥା ଶିଖେଇବୁ ହାଲୋ ଶିଖା ତ କଥା ଶିଖି ତ ମୁଁ ଏଠି ଠିଆ ହେଇଛି ଶିଖା ଅଭଦ୍ର କୋଉଠିକା ତମ ଛତୁଆ ମାନଙ୍କୁ କେତେ ଲେସନ ଶିଖାଲେ ସେଇଟା ମୋତେ ବେଶ ଭଲ ଭାବରେ ଜଣା ଅଛି ବାବୁ ତମ ମାଇକିନା ଶାଲିଟା ମୋ ଉପରକୁ ହାତ ଉଠେ अबे आराम नदी माइकिना तू साली मो सांग गाल चापटा मारी देलु सत्य ही ना ମାରିଦେବ ମାରିଦିଅ ମୋତେ ମରିଗଲେ ମୋତେ ମୁଁ ଖୁସିରେ ବଞ୍ଚିବି ଏ ରକ୍ତ ଗୁଣ୍ଡେ ରହି ମୁଁ ପୁରା ଅଣନିଶ୍ୱାସ ହେଇଗଲିଣି ମୁଁ ମରିଗଲେ ବହୁତ ଖୁସି ହେବି ବହୁତ ଖୁସି ହେବି ମୁଁ ନାଇଁ लो अले एते शीघ्र मरीଯିବୁ କେମିତି ଆଗକୁ ସାଧାରଣ ନିର୍ବାଚନ ବାବାଙ୍କ ଇଶାରେ ନିର୍ବାଚନ ଲଢିବୁ ତୁ କିନ୍ତୁ ଆଜି ରାତିଟା ମୋ ସାଙ୍ଗ ସାଥିରେ କାଟିବୁ ନା ଏଟା କେବେ ବି ସମ୍ଭବ ନୁହେଁ ଗୁଡ୍ ନାଇଟ୍ ଡାର୍ଲିଂ ଗୁଡ୍ ନାଇଟ୍ ଏଗୁଡେ ଜମାରେ ଛାଡିକିରି ଯାଉନି ମୁଁ ତମକୁ ହାତ ଧରୁଛି ମୁଁ ତମ ଗୋଡ଼ ସିନ୍ଧିର ସିନ୍ଦୁର ତୋର ହେଲା ଆଜି ଅଙ୍ଗାର ପିଇବାକୁ ହବ ତତେ ବାହୁନି ବାହୁନି କାନ୍ଦେ ବାହୁନି ବାହୁନି କାନ୍ଦେ ସତରେ ତୋ କାନ୍ଦେ ନାଲୋ ଆଲୋ ଗେରସ୍ତଟା ଥିଲା ବୋଲି ଲାଜ କରୁଥିଲୁ ଏବେ ଆଲୋ ଆ ପରା କହିଲି ସପନ ସହରେ ଗୋଟେ ତୋଳିଛି ଘର ପ୍ରେମ ରାଇଜରେ ପ୍ରେମ
ଆଲୋ ମୋ ହାତରେ ବାବୁଲା ତୋ ହାତରେ ବିଲି ତୁ କଣ ବସା ଅଛି ନା ବାବୁଲି ବିଲି तू कभी है वो भाई है बड़बड़ी तू हो तू बड़े कष्टाई अरे क्या लुकाएगी वो जाने को बहुत अरे अपने ଆଲୋ ବିଲି ତୁ ଏଠି କେମିତି ସେଦିନ ମେଳାରେ ମୁଁ ହଜିଗଲା ପରେ ସତରାଏ ମୋତେ ପାଇକିରି ଆଣିଲା ଆଉ ମୋତେ ତା ଭଉଣୀ କରି ରଖିଲା ଆଜି ସେମାନେ କେଇଟା ଟଙ୍କା ପାଇ ମୋତେ ସେ ରାଜା ଘରେ ବିକ୍ରି କରିବେ ଏବେ ଏବେ ତୋର କିଛି ଅସୁବିଧା ହବ ନା ବିଲି ଆରେ ତୋ ଭାଇ ତୋ ପାଖରେ ଅଛି ତୋ ଭାଇ ତୋ ପାଖରେ ଅଛି ଏବେ ଆଉ ତୋର କିଛି ଅସୁବିଧା ହବନି ବିଲି ଏତେ ଦିନ ପରେ ମୁଁ ଖୁସି ହେଲେ ମୋ ବୁଲା ଭାଇ କୋଉଠି ଅଛି ଏ ଦୁନିଆର ବଡ ଦାଣ୍ଡରେ ମୁଁ ତ ସେ ବୁଲା କଥା ପୁରା ଭୁଲି ସାରିଛି ହେଲେ ଆମ ମନ କହୁଛି ସେ ବୁଲା ମୋ ବୁଲା ଦିନେ ନିଶ୍ଚୟ ମୋ ପାଖକୁ ଫେରି ଆସିବ ହଁ ମୋ ମନ କହୁଛି ଆମ ବୁଲା ଆମ ପାଖକୁ ଫେରି ଆସିବ ଏ ବିଷୟରେ ଯେମିତି କେହି ନ ଜାଣନ୍ତି ଦେଖୁନି ସେ ମାଗୁଣି ବର୍ତ୍ତମାନ ଗୋଟେ ଏଡ୍ ବସୁଛି ଗୋଟେ କାମ କର ତୁ ଚୁଟି ବେଟା ଖୋଲିଦେ ଆଉ ସେ ଜଲ୍ଦି ଆମକୁ କିଛି କଥା କହି ନପାରେ ହଁ ଖୋଲି ସେଠି ବସିବ ইন্সপেক্টর দিল খুশ হয়ে গেল তো ହଁ ବାଗଲ ଦେଖ ସେଗଲା ଯାହା କଲା ବାଗଲ ବାବୁ ଚୋଖା ମାଲ ଧରବେ ଯେତେବେଳେ ଏମିତି ଇଚ୍ଛା ହଉଥିବ ଚାଲି ଆସୁଥିବ ମୁଁ ଆଗ ମନା କରିବିନି ହଁ ଆସିବିନି କେମିତି ଯେତେବେଳେ ଇଚ୍ଛା ହବ ସେତେବେଳେ ଆସିବି ଆରାମ ଜାଗା ତତେ ଏମିତି ଦିନରେ ଲଣ୍ଠନ ଦେଖେଇବି ବ୍ୟସ୍ତ ହଉନା ଆଉ ଅଳ୍ପ ସମୟ ଅପେକ୍ଷା ଇନ୍ସପେକ୍ଟର କ'ଣ କିଛି କହୁଛ ନା କ'ଣ ନାଇଁ ବାବୁ ବାବୁ ସେ କିଛି ନାହିଁ ଆଉ ସେ କ'ଣ କି ମୁଁ କହୁଥିଲି ଏଥରକ ଆସିବି ନା ଏଠି ରହିଯିବି ରହୁନା କିଏ ମନା କରୁଛି ଯେ କିନ୍ତୁ ଇଲେକ୍ସନ ପର୍ଯ୍ୟନ୍ତ ହେଲେ ତାପରେ ସାଇଲି ଇଲେକ୍ସନ ଶେଷ ହେବା ପରଦିନ ଏ ଶାଢ଼ୀଟା ଯିବ କୋଲକାତାର সোনাগাছি ସିଏ କ'ଣ সোনাগাছি ଯିବ ତତେ କେମିତି ମୁଁ ବିନା ଟିକେଟରେ ଉପରକୁ ପଠଉଛି ତୁ ବି ଦେଖି ଆରେ ଇନ୍ସପେକ୍ଟର ଏମିତି ଗୁଣଗୁଣେଇ କ'ଣ କହୁଛ ଯେ ନାଇଁ ବାବୁ ପୁରା ମନ ଦିଲ ଖୁସ କରିକି କୁହ ନାଇଁ ସେ କିଛି ନାହିଁ ମୁଁ କ'ଣ କହିଥିଲି କି ହଉ ଚାଲ ଯିବା ତ ହଉ ଚାଲ
ମୋ ଭାଉଜ ମୋର କିଛି ହବନି ସେ ଶୀଘ୍ର ଭଲ ହେଇଯିବ ତୁ ଜମା ବ୍ୟସ୍ତ ଆରେ ରତନ ଆରେ କହୁନୁ ଡାକ୍ତର ବାବୁ କଣ କହିଲେ ତୋ ଭାଉଜ ଭଲ ହେଇଯିବ ତ କିନ୍ତୁ ଆରେ ଆରେ ଭଲ ହେଇଯିବ ତ ପୁଣି କିନ୍ତୁ କଣ ତାମାନେ ତୁ ମତେ କିଛି ଲୁଚାଉଛୁ ଆରେ ହେରା ତ ନା ସତ କହ ଆରେ ତତେ ତୋର ବାବୁ କହିଲେ ଆରେ କହୁନ କଣ କହିଲେ ମୋ ଭାଉଜ ମୋର ଅପରେସନ ହବ ଆରେ ଆଉ ସେଥିପାଇଁ 5 ଲକ୍ଷ ଟଙ୍କା ଦରକାର ତମେ ଆରେ 5 ଲକ୍ଷ ଟଙ୍କା ଆଉ ଆମେ କିଏ ତାହେଲେ ତୋ ଭାଉଜ କଣ ମରିଯିବ ଆରେ ଭାଇ ସେ ଅଶୁଭ କଥା ପାଟିରେ ଧରୁନି ମୋ ଭାଉଜ ମୋର କିଛି ହବନି ଦରକାର ପଡ଼ିଲେ ମୁଁ ତାକୁ ଗୋଟେ କିଣିବି ଦେଇଦେବି ମୋ ଭାଉଜ ମୋର କିଛି ହବନି কে পানি করছে এতে বড় বড় অক্ষরে লেখা আছে কিপ সাইলেন্স কে তোমার 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 আছে ତମେ ଏଠି ମୋ ସାଙ୍ଗର ଦେହ ବିଷୟ କର ସେଥିପାଇଁ ଆସିଥିଲି শুনো এটা সরকারি হসপিটাল এটা প্রাইভেট নার্সিং এটা হাইকোর্ট লোকমান ট্রিটমেন্ট হতে তোমার ঘরে ছোট লোক চাকর নহ শুই পারে না ସାମେ ତୁ ଏଠି ହଁ ମୁଁ ହସ୍ପିଟାଲ ଚାକିରି କରୁଛି ଏ ତମେ ଏଠି କାହିଁକି ଆରେ ତୋ ଭାଉଜଙ୍କର ଦେହ ବିଷୟ କର ଆରେ ତାକୁ ବଞ୍ଚେଇ ଦେ ରେ ସାନୁ ତାକୁ ବଞ୍ଚେଇ ଦେ সালু এমানকে বুঝিয়ে দিও এইটা হচ্ছে নার্সিং তাতেও চিকিৎসা হয় না এটা প্রথমে টঙ্কা ডিপোজিট করে যায় তারপরে যায় ট্রিটমেন্ট 1000 ନୁହଁ କି 2000 ନୁହଁ ରେ ସାନୁ ପୁରା 5 ଲକ୍ଷ ଟଙ୍କା ଆରେ ଆମେ ଏତେ ଟଙ୍କା ଆଣିବୁ କୋଉଠୁ ପାଖରେ ଗୋଟେ ଟଙ୍କାଟେ ନାହିଁ ଏଠିକି ଆସିବାକୁ ସାହସ କଲେ କେମିତି ଭଗବାନ ବାଟ କଢେଇ ଆଣିଲେ ରେ ଏ ଦେଖୁନୁ ତୁ ଏଠି ଅଛି ବୋଲି କଣ ଆମେ ଜାଣିଥିଲୁ ଗାଁ ଡାକ୍ତର ଫେରାଇ ଦେଲା ଆଉ ସମସ୍ତେ କହିଲେ ଏଇ ଡାକ୍ତରଖାନାକୁ ଆଣିଲେ କୁଆଡେ ତୋ ଭାଉଜ ବଞ୍ଚିଯିବ ନହେଲେ বই দিব বই দাও সাইডা এটা সে প্রধানমন্ত্রী হচ্ছে সে মরি গলা এটা সে ভাসিয়ে দিব ଭାଉଜ ସତରେ କହୁଛି ମୁଁ କିଛି ନ କହି ଚୁପଚାପ ଠିଆ ହେଇଛି ବୋଲି ତମ ମନକୁ ଯାହା କିଛି କହିଯାଉଛ ଆରେ ଯେତେ ଜାଣୁଛି ତମ ବଡ଼ ଯା ତାରି ତ୍ୟାଗ ପାଇଁ ଆଜି ସାନୁ ନାୟକ ଡାକ୍ତର ହେଇଛି হ্যাঁ তোমার পাই সে ডাক্তার হয়ে পড়ে কিন্তু ମୋ ପାଇଁ ଏ ସାମାନ୍ୟ କର୍ମଚାରୀ ସେଇ କର୍ମଚାରୀ ଜଣକ ମୋ ଭାଇ ଖାଲି ଭାଇ ନୁହଁ ତ ମୋ ବଡ ପୁଅ ଆଉ ଯୋଉ ସ୍ତ୍ରୀ ଲୋକଟା ଯନ୍ତ୍ରଣାରେ ପଡି ଛଟପଟ ହଉଛି ସେଇଟା ହଉଛି ତା ଭାଉଜ ବୋଉ ଖାଲି ଭାଉଜ ବୋଉ ନୁହେଁ ତ ତା ଯଶୋଦା ମା ସେଇ ଭାଉଜ ବୋଉ ତାର କଣ କିଛି କର୍ତ୍ତବ୍ୟ ନାହିଁ না তারপরে কিছু করতে হবে না ছোট লোক কইটা তো এটা শ্বাস মো কথা ধরিল মো কথা দেখ ছোটটা বুঝতে অবস্থা করছে ତୁ ମୋ ସାମ୍ନାରେ ମୋ ସ୍ତ୍ରୀ ଉପରକୁ ହାତ ଉଠେଇବୁ
ସାନୁ ମୋ ଭାଉଜକୁ ବଞ୍ଚେଇ ଦିଏ ରେ ନହେଲେ ବିଚାରିକା ମରିଯିବ ଏ ସାନୁ ବଞ୍ଚେଇ ଦିଏ ରେ ଭାଉଜ ତମକୁ ହାତ ଉଠେଇ ଭୁଲ କରିଛି ଭାଉଜ এই ଦେଖ ଭାଉଜ କାମ ଧରୁଛି ବହସ ଉଠାଉଛି ସେତିକିରେ ଯଦି ମନ ସନ୍ତିତ ହଉଛି ତାହେଲେ ଆଉ କଣ କରିବି କୁହ ଭାଉଜ ଆଉ କଣ କରିବି କୁହ হ্যালো 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 তুই তো ভুল করিস সেই ভুল পাচ্ছি তো ভাই এই মেডিকেল ভিতরে কুকুর হয়ে তোমার পাত্র চাটিবু ନାଇଁ ବୋଉମା ତମେ ସେମିତି କୁହନି ସାଥୀ হ্যাঁ চুপ চুপচাপ শৈত্য কহ এই মেডিকেল ভিতরে কুকুর হয়ে ମୋ ପାଦ ଚାଟିବୁ କି ନାହିଁ କହ ମୋ ପାଦ ଚାଟିବୁ କି ନାହିଁ ଆବେ କହ ରେ ପାରିବି ଭାଉଜ ତୁ ଭାଉଜ ମୋକୁ ବଞ୍ଚିବା ପାଇଁ ମୁଁ ସବୁ କିଛି କରିପାରିବି ମୁଁ ଆଜି ମେଡିକାଲ ଭିତରେ এই ଲୋକମାନଙ୍କ ସାମ୍ନାରେ ମୁଁ କୁକୁର ପରି ପାଦ ଚାଟିନି ପାରିବି ଭାଉଜ ମୁଁ କୁକୁର ପରି ପାଦ ଚାଟିନି କଣ କରିବୁ ତୋ ଭାଉଜକୁ ଜନ୍ତ କପଡ଼ା ଦେବେ ମୋ କଥା ଟିକେ ଶୁଣ ବୋଉ ଏଇ ଆଉ ଏମିତି କେତେ ଦିନ ରହିବ ଏଠି କାହିଁ ରହିବାକୁ ମୋତେ ଜମାରୁ ଭଲ ଲାଗୁନି ଜାଣିଛ ନା ମୋ ସାନକୁ ଦେଖିଲି ପଛରେ କେତେ ସାନ ସାନ ବୋଲି ଡାକିଲି ହେଲେ ମୋତେ ନ ଚିହ୍ନିଲା ଭଳି ମୁହଁ ବୁଲେଇ ଚାଲିଗଲା ସେ ଚାଲିଗଲା ପଳେଇଗଲା ସାରିଆ ଏ ଡାକ୍ତରଖାନାଟା ପରା ବଡ଼ ବଢ଼ିଆଙ୍କ ପାଇଁ ଆମମାନଙ୍କ ଭଳି ମଳିମୁଣ୍ଡିଆ ମାନଙ୍କ ପାଇଁ ନୁହଁ ଯାହାକୁ ପେଟରେ ଓଦାକୁ ନା ପକାଇ ବଡ଼ ଡାକ୍ତର କରିଥିଲେ ସେ ତ ଆମକୁ ନ ଚିହ୍ନି ପାରୁନି ଏଇ ବଡ଼ ଡାକ୍ତର ଛିଡ଼ା ଡାକ୍ତର ତମେ କାମ କର ମୋତେ ସେ ଜଗା ପାଖକୁ ନେଇଛ ସିଏ ମୋତେ ରଖିଲେ ରଖିବ ମାରିଲେ ମାରିବ ଆରାଧନା ଯିବ କାହିଁ ଏଠି ରହିଲା ନିଶ୍ଚୟ ବଞ୍ଚିବୁ
ଆରେ ତୋରି ପାଇଁ ତ ଗାଁ ଛାଡ଼ି ସହରକୁ ଆସିଥିଲି। ଏତେ ଟଙ୍କା ତୋରି ପାଇଁ ରୋଜଗାର କରିଥିଲି, ସେ ସବୁ ତୋରି କାମରେ ଲାଗିବ ଲୋ ସେ। ଶୁଣୁଛୁ କି? ଆମ ଗାଁ ଲକ୍ଷ୍ମୀ ଭାରି ଭଲ ମଣିଷ, ପର ଉପକାରୀ ମଣିଷଟିଏ। ଏଇ ସହରକୁ ଆସି ଅମରା ବାଟରେ ପାଦ ଖସେଇ ଦେଇଛି। ଲୋ ଏ ସାରି, ଇଏ ତ ବର ନା। ଦେଖିଲୁ ମୋ ରାଜକୁମାର ତ ମନକୁ ପାଉଛି ତ। ଆଉ ପଚାରିବାକୁ ଅଛି, ଯୋଡ଼ି ପୁରା 1 ନମ୍ବର। ଚାଲ ଭାଇ ଚାଲ, ମୁଁ ସାରିବାକୁ ନେଇ ଏକ ବଡ଼ ମେଡିକାଲରେ ଟ୍ରିଟମେଣ୍ଟ କରିବି। ଆପଣ ଏ ଅସମୟରେ ଆମ ପାଇଁ ଦେବଦୂତ ବାପୁ, ଆପଣ ହଉଛନ୍ତି ଆମ ପାଇଁ ସାକ୍ଷାତ ଭଗବାନ। ନାଇଁ ଭାଇ ନାଇଁ, ଆପଣ ଏମିତି କାହିଁ କହୁଛନ୍ତି? ମୋର ଏଇଟା ସାରିବା ପାଇଁ କର୍ତ୍ତବ୍ୟ। ଆସ ଭାଇ। ଶେଷ ଥର ପାଇଁ ସାରିଆର ଜୀବନ ବଞ୍ଚେଇବା ପାଇଁ ଧନ୍ଦାରେ ପାଦ ଦେଲି। ସବ୍ ଇନ୍ସପେକ୍ଟରଟା ମୋତେ ବାଧା ଦେଲା ବୋଲି ତାକୁ ମର୍ଡର କରିଦେଲି। ଏବେ ଚୁଲବୁଲ କୁକୁରିଟା ମୁଁ ପିଛା କରୁଛି। କ'ଣ କରିବି? ନା, ମୋତେ ମୋ ସାରିଆର ଜୀବନ ବଞ୍ଚେଇବାକୁ ହବ। ଯେମିତି ହେଲେ ମାଲଟାକୁ ଠିକ୍ ଜାଗା ମୁଣ୍ଡରେ ପହଞ୍ଚିବାକୁ ହବ। आज देखी चुलबुल आखिकी तू केमी थकी देख पारि। आज ते जो देखी मुझे सेठी एनकाउंटर कर कौन कहले सर, पूरा दिल खुश कर देले। आकुई कहली सचोट पुलिस ऑफिसर। मानी गली सर, मानी गली। वेलकम सर, वेलकम। कांस्टेबल, यस सर। यू फॉलो मी। आज जमी लगुच जीवन मोर शेष दिन आज कौन करी कई मुहूर्त पर चुलबुल कुरकुरी मत फायरिंग करदेव ना मत जमी मालटा ठीक जगह मुझे पहुंचा हम जीवन में खाली दुख अच्छी कि मरवा पूर्व मो बिली अब्बा और बाबुला भाई को देखी पारे बास जीवन में मोर एति अफसोस रहीगला ना मैं तो शीघ्र मरी पारि माल तू ठीक जगह मुंडे मत पहुंचे दम हबो। स्टैंड अप यू आर अंडर अरेस्ट। आते घुचीना चेष्टा करिवु तते एठी एनकाउंटर कर दे। कांस्टेबल, ये बुझाले और बैग सीज करो। यस सर। इंस्पेक्टर, ये बालार पदता आगो को बढ़ी माने ताकू केबे रखी पारिबनी तमे ओई जाला। बोले सर, एकरा करे छाती गड़ा करी देले। सरियालो मु तते बता दे कथा रखी पारिली क्षमा करी दे मु बतलो सारी लिया बाबुला भाई अजी जीवन दी बोली विवाद बाबुली बाबुला भाई को देखी पारिली गुगरीगार बाला बेहरा कोड़ा
ଆଜି ମୁଁ ତତେ ମୁଁ ପଳାଇ ପାଇଲି ଏ ବାଲା ଆରେ ଆମ ବିଲିଟା ସେ ମର୍ଦ୍ଦରାଜ ପରିବାରର ବୋହୂ ହେଇଛି ପାଖରେ ଭାଇ ମୁଁ ଶିଖି ପାରିଲିନି କେମିତି ହେ ଭଗବାନ ଭାଇଲୋ ମୁଁ ସେ ବିନୁ ନାୟକର ସ୍ତ୍ରୀ ସାରିଆକୁ କଥା ଦେଇଥିଲି ତ କିଣିଲି ଅପରେସନରେ ଯେତେ ଟଙ୍କା ଖର୍ଚ୍ଚ ହବ ମୁଁ ଦେବି ଓରେ ବାଲା ଆରେ ମୁଁ ତ ସବୁ ଇଚ୍ଛା ପୂରଣ କରିବି ମୁଁ ତ ସବୁ ଇଚ୍ଛା ପୂରଣ କରିବି ए भाई अरे छोटो बेलू तू बाबा परस ले हो गई अरे आज वो जीवती बोली विवाह करू मां कोळरे टिके सो अरे बाला
ବହୁତ ମନେ ପଡ଼ିଲା ମୁଁ ଚାଲି ଆସିଲି ସେମାନେ ଆସିବା ପୂର୍ବରୁ ମୁଁ ଚାଲି ଯାଉଛି ଝିଅ ଆମେ ସେଠି ଆମେ ପ୍ରେମିକାକୁ ଦେଖା କରିବାକୁ ଆସିଛୁ ତା ଶାଶୁ ଘରୁ ଚର୍ଚ୍ଚା ରହିକି ଯାଇପାରିବୁ କେମିତି ସର୍ବତ୍ର ପିଇବୁ ଥଣ୍ଡା ଟିକେ ପିଇବୁ ତାପରେ ଯିବୁ ନା ବିନା ଚର୍ଚ୍ଚାରେ ପଳେଇବୁ ତ ଆମକୁ ଅବେଦିତ ବନିବେ ତମେ ତାକୁ ଜମାରୁ ମାରନି ମୁଁ ତମ କଥା ଦଉଛି ସେ ଆଉ କେବେ ବି ଆସିବନି ତମେ ତାକୁ ଛାଡ଼ି ଦିଅ ବାବୁ ମୁଁ ବାବୁ ମର୍ଦ୍ଦରା ଏଠି କେବଳ ଚାଲେ ମରିରା ମୋ ଉପରେ ଭରସା ରହ ତୋ ପ୍ରେମିକାକୁ ଜମା ମାରିବି ସସମ୍ମାନେ ବିଦାୟ ଦେବି ମହାନ୍ତି ଆରେ ଏ ମହାନ୍ତି ଏ ପ୍ରେମିକାର ସ୍ୱାମୀ ଆସିଛି ନବ ତାକୁ ପୂଜା ଅର୍ଚ୍ଚନା କରିବା ଟିକେ ପୂଜା ଚାଲିଟା ଆଣ ପ୍ରେମିକା ମହାଶୟା ତୁମେ ଆ ଗାଲରେ ଚୂନ କାଳି ବଳି ଚପଲ ମାରି ପକେଇ ତାଙ୍କ ଘରକୁ ବିଦାୟ ଦେବ ଘରକୁ ଆମେ ପାରିବୁନି କଣ ଆବେ ତୁ ଯେମିତି ପାରିବୁ ତୋ ପପା ବି ପାରିବ ये राधा घर पाठ दुई मुहुरे आठ साली माइकिना तू जदि गाल रे चून खाई न बोलू तोर बंचा मरिया सब समा ता सहित ढोलियाटा भी तू आ गाल रे चून खाई बोलू ना यार डेड बड़ी देखू कौन भावु बोलूनी ମାରକୁ ମହାଦେବଙ୍କର ଡର तमे पड़ा हिंदू घर नारी स्वामी आदेश पालन करवा स्त्री धर्म तुम स्वामी के तुमको निर्देश दे सारे आई करुच कहीं आशा राणीमा तुम स्वामी का निर्देश पालन कर मत बही चढ़े दियो आस राणीमा आस Oh,
दिवस पर तुम सिग्नेचर कर तुम एते सम भाई गोटे सिग्नेचर रे मु हम संपर्क को काटी देई परिबी संपर्क कोन संपर्क कथा कहउछ तब तम सहित संपर्क में एक मिलन सरोज को तड़पे पे ना मु तुमको भले पाउथली ना मु तुम भले पाउछ अरे संपर्क कर माने मु तो तुम पे बहाना है थे पारे किंतु संपर्क मु सफा सिंधर बनी 7 जन को बांधू अरे संपर्क कर माने नाटक नहीं सकू संपर्क माने वास्तव तो सुंदर से प्रमाण पड़ी परिवार लोग को भूली गए काहे से मत पुलिस मारे एक कथा के कोई कहबो सुनो भला भला कहछे दिवस पर साइन कर दे तारे माने जो निजाम शूट करनी तो आधा साइन करो ना मैं डर कर देखो तो ए दिवस पर साइन करो ना मैं डर कर देखो तो ए दिवस पर साइन करो ना मैं डर कर देखो हां मुझे डिवोर्स पेपर रे साइन करी মনোযোগ করনি শুনো আমি রে ভগবান গুলো এটা ছিল গোটে মহৎ উদ্দেশ্য তুমি বে নাগুড়ির কালবাসରୁ মুক্ত হই সারিছ মন কলি হসিয়া পরিবর্তে কান্দুছ ହେଲେ ମୁଁ ସ୍ୱାଧୀନ ଛାଡ଼ି ବଞ୍ଚିବି କେମିତି ତୁମ ଘର ଲୋକ ତମକୁ ଛାଡ଼ି ଯେମିତି ବଞ୍ଚିଛନ୍ତି 25 ଦିନର ସମ୍ପର୍କ ବଡ଼ ନୁହେଁ ସାନୁ ଫେରି ଯାଅ ସେଇ 25 ବର୍ଷର ସମ୍ପର୍କ ପାଖକୁ ଯୋଉଠି ସୁଖ ଅଛି ଶାନ୍ତି ଅଛି ତ୍ୟାଗ ଆଉ ଭଲ ପାଇବା ଅଛି ଆରେ ଫେରି ଯାଅ ସେଇ ପରିବାର ପାଖକୁ ହେଲେ ମୁଁ ଭାଇ ଭାଉଜଙ୍କୁ ମୁହଁ ଦେଖିବି କେମିତି ତୁମେ ବେଇମାନ କରିଛ ସାନୁ माया हरिणीर प्रेमरे पड़ी तुम्हें तुम रक्त सहित बेईमान करिछ हेले सानू एबे भी से माने तुम फेरिया बाटे को चाहि बसिछन्ते फेरि जाओ सानू हां मु फेरि मो भाई बाटे को फेरि जेबी सानू केमिति का नाटक जवनिका पड़ा पूर्व सीढ़ी जाइए अड़ुआ सतटा सजाड़ी पड़े आ बाकी रहा नाटक शेष दृश्य देखा आपण मैंने भी अपेक्षा कर सपन देखु था हे तमे को जानी न पक्षी डेरा का टाणा दिला परे सेटा मां को छड़ी दूर आकाश को उड़े जाए ए जेमिति वो सानू सत्य कहिछे न सारिया एति सपन देखियो ना अधा सपन रे राती पाई जाइसी ना हेले सपन केबे सत्य हुए मते से बाबरे सब सत
କହିସାରିଛି ସାରିଆର କିଣିଲେ କେତେ ଟଙ୍କା ଖର୍ଚ୍ଚ ହବ ମୁଁ ଖର୍ଚ୍ଚ କରିବି ଏମିତି ବି ସମୟ ଆସିଲେ ସାରିଆକୁ ମୋ କିଣିକି ମୁଁ ଦେଇଦେବି ହଁ ଆଉ ଗୋଟେ ଖୁସି ଖବର ତମ ସାନ ଭାଇ ରତନା ଏଇ ଥାନାରେ ନୂଆ ଆସିଲା ବେଳେ ଖୁସି ପାଇଛି ଆଉ ତମ ଘର ଡିହ ବାଡ଼ି ପଟା ଏସବୁ ମୋଠୁ ଗ୍ରହଣ କର ଆପଣ ଆମ ପାଇଁ ଭଗବାନ ପାବ ଆପଣ ଆମ ପାଇଁ ସାକ୍ଷାତ ଭଗବାନ ନାଇଁ ବରଂ ଆପଣଙ୍କୁ ମୁଁ କ୍ଷମା ମାଗିବା କଥା ଏ ପାପ ଦୁର୍ନୀତିରୁ ଆଜି ମତେ ମୁକ୍ତି କରିଦିଅ ଆପଣଙ୍କ ଝିଅ ନହେଲେ ଝିଅ ପରି ସେମିତି କାମ ଜମାରେ କରୁନି ତାର ଦେବଙ୍କ ଆଖିରୁ ଅତ୍ୟନ୍ତ ସୁନ୍ଦର ଲୁଗା ଧ୍ୱଂସ ହୋଇଯାଇଥିଲା ତମେ ବି ସେମିତି ମୋ ଆଖିରୁ ଜମାରେ ଜାଣିପାରିବନି କହିଲା କହୁନା ବୋଉ ଆରେ ବୋଉ ରଖିତା ରଖିତା କଣ ରଖିତା ଆରେ ଏଠି ବାପର ଅଧା କଣ ପୁଅର ଅଧା ଆଉ ପୁଅଟା ବାହାର ଜିନିଷ ବୁଲି ବୁଲି ଖାଉଛି ଆଉ ଘର ଜିନିଷ ସାଇତି ରଖେ ମୁଁ ଯଦି ବହନ କରିବେ ଜିନିଷ ନଷ୍ଟ ହେଇଯିବନି ଆରେ ହଁ ତମେ ତ ଭୁଲି ଯାଉଛ ମୁଁ ଏବେ ଚିଲିକା ବିଧାନମଣ୍ଡଳର ବିଧାୟକ ଆଉ ଗୋଟେ କଥା ଭଲସେ ମନେ ରଖ ମୁଁ କଣ କରିପାରେ ସେଇଟା ତ ବେଶ ଭଲ ଭାବେ ଜାଣିଛ আমি জানিছি তোমার ঘরটা দাঁড়িয়ে এই মর্দান মুস্তা করে বাহান করে তো ଶୁଣ ମଗୁଳି ମର୍ଦ୍ଦନ ତୋ ଭଳି ପାପୀଟି ସଂହାର କରିବା ପାଇଁ ସେଇ ନାରୀ ବି ପିଧିପାରେ ରକ୍ତ ଆସିଯିବ ଆଉ ଆଜି ସେ ସମୟ ଆସିଯାଇଛି ଚାବୁକ ପାର ଖାଇବା ପୂର୍ବରୁ ନିଜକୁ ନିଜ ସୁଧାରିଲେ କହିଦଉଛି হ্যালো প্রবচন দৌছু হ্যালো রে হ্যাঁ তোমার প্রকৃত পরিচয় দেশের নিজ গুরুকে ବି ଛାଡ଼ିଲାନି ଛି সে তোর বহু নে এ মো উপভোগর পাত্রে ভাবলো ମୋ ରାସ୍ତାରେ ହଟିଯା କହୁଛି ନା ମୁଁ ତାକୁ ବେଦିରେ ସାକ୍ଷୀ ରଖି ବାହାରିଛି ମାନେ ସେ ମୋ ସ୍ତ୍ରୀ ବର୍ତ୍ତମାନ କିନ୍ତୁ ସେ ମୋ ଉପଭୋଗର ପାତ୍ରେ ନହେଲେ ମାରିଦେବ ଆରେ ମାରିଦିଅ ମୋତେ ମାରିଦେଲେ ହୁଏତ ଗୋଟେ କଳଙ୍କିତ ଅଧ୍ୟାଦେଶ ହୋଇଯିବ ସେଇଆ କରିବି ଏ ମାଗୁଣି ମଧ୍ୟ ରାସ୍ତାରେ କଣ୍ଟା ହେଇଛି ମାଗୁଣି ମଧ୍ୟ ସେ ରାସ୍ତାରେ କଣ୍ଟା ହରେଇଛି ମୁଁ ସେଇଆ କରିବି ମୋ ବୋଉ କହୁଥିଲା ମୁଁ ଚଳା ଚୁଟିଆ আবে রতন আবে তোরে কি অবস্থা রে লোকাল থানার আইআইসি রতন নায়ক আজকে তো খেলা খতম বে হারাম দাদা
ତବେ ମୁଁ ଖେଳିବି ରେ ଏବେ ଏଇଠି ତିନିଟା ରାସ ଗଡ଼ିବ ଆପଣ ଏ କ'ଣ କଲେ ନିଜ ଡାଡିକୁ ମାରିଦେଲେ ଯୋଉଟା ମୁଁ ଆଗରୁ କରିବା ଦରକାର ଥିଲା ସେଇଟା ମୁଁ ଆଜି କରୁଛି ମୋତେ ଆରେଷ୍ଟ କରନ୍ତୁ ଇନ୍ସପେକ୍ଟର ମୋତେ ଆରେଷ୍ଟ କରନ୍ତୁ ମୁଁ ସେ ଅନ୍ଧାରରେ କଳା କୋଠିରେ ମୁଁ ମୋ ପାପର ପ୍ରାୟଶ୍ଚିତ କରିବାକୁ ଚାହେଁ ପାପୀ ରାବଣର ମୂର୍ତ୍ତିରେ ଶାନ୍ତ ହୋଇଗଲେ ଧରିତ୍ରୀ ସୁଧୁରି ଗଲା ଗୋଟେ ଅବାଧ୍ୟ ପୁଅ ଆରେ ତୁ ଏ କ'ଣ କଲୁ ମୋତେ କ୍ଷମା କରିଦିଅ ଭାଇ ବାବୁ ଅଜାଣତରେ ମୁଁ ତମକୁ କେତେ କଷ୍ଟ ଦେଇଛି ମୋତେ କ୍ଷମା କରିଦିଅ ମୋତେ ଆରେଷ୍ଟ କରନ୍ତୁ କିନ୍ତୁ ଯିବା ପୂର୍ବରୁ ରାନୀ ହାତ ତମ ହାତରେ ଖସି ଯିବାକୁ ଚାହେଁ ଏବେ ଖୁସି ତ ହେଲ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ଗୋଟେ କିଣେଇ ନେଇ ମୋ ସାରିଆକୁ ନୂଆ ଜୀବନ ଦେଇଛନ୍ତି ଆପଣ ଆମ ପାଇଁ ସାକ୍ଷାତ ଭଗବାନ ଗରମ ଗରମ ସେ ଭଗବାନଙ୍କୁ ମୁଣ୍ଡିଆ କର ମୁଁ କେମିତି ଏବେ ଆସୁଛି তুমি ସିନା ନାଟକର ଶୁଣାପୁଅ ହେଇଗଲ କିନ୍ତୁ ମୁଁ ଗୋଟେ କଳୁଷିତ ଚରିତ୍ର ହେଇଗଲି ଆର ରଚନା ମୋତେ କଳୁଷିତ ମୁକ୍ତ କରିବି
খেলা আগে দিয়ে খেলা ওকে ওকে বহিটা চেঞ্জ করেছিল বহিটা অলগা বই এটা হচ্ছে মুক্তি বড় মানুষ বহিটা না